ରଜରେ ମା ମାନଙ୍କର ଦୋଳି ଛୁଆ ମାନଙ୍କ ପାଇଁ ଲାଗିଛି ଦୋଳି ଏଥିରେ ଆସି ମା ମାନେ ଖେଳିଲଣି ଦୋଳି ଆଉ କଣ କରାଯିବ। ହଉ ମା ଛୁଆ ସମସ୍ତେ ଖେଳିବେ ଦୋଳି ଆଉ ରଜ ତ ସେଥିପାଇଁ ଆଉ ଛାଡେ ଆଜି ତାଙ୍କର ଆଉ ମା ଛୁଆଙ୍କର କଲର ପୁରା ମ୍ୟାଚ୍ ଆଉ। ହଉ ଆଜି ଆମର ରଜ ପାଳନ ହଉଛି ଏଇଠି ରଜ ପାଳନ ଆମ ଗାଁରେ ରଜ ପାଳନ ସରିଲେ ଯିବୁ ଧଉଳି ପାହାଡ ବୁଲିବାକୁ। ଆଜି ସକାଳର ନି ଭିଡିଓକୁ ସ୍ୱାଗତ। ସକାଳୁ ଆଜି ଆମର ଚାଲିଛି ରଜ ଦୋଳି ବନ୍ଧା ସରିଗଲା। ଦୋଳି ବନ୍ଧା ସାରିକି ଆଉ ଏବେ ଦୋଳି ଖେଳ ଚାଲିଛି। ଦୋଳି ଖେଳ ସରିଲେ ଖାଇ ପିଇକି ରଜ ବୁଲିବାକୁ ଯିବୁ ଧଉଳି ପାହାଡ। ଆଉ ଦେଖିବା ସେଠି ସମୟ ହେଲେ ଭିଡିଓ ହବ ନହେଲେ ନାହିଁ ଟିକେ ବୁଲାବୁଲି କରିକି ଆସିବୁ। ହଉ ଚାଲ ଏବେ ଘରକୁ ଯିବା କଣ ଟା ଖାଇ ଦେଇକି ଯିବା। ମାମୁଁ ଘରୁ ଆସିକି ଏ ପିଲାକୁ ଜମା ନିଦ ନାହିଁ। ଦେଖ ସକାଳୁ ମାମୁଁ ଘରୁ ଆସିକି ଏଠି ପୁଣି ଆସିକି ଦୋଳି ପାଖରେ ସକାଳୁ ବସିଲାଣି ଏପର୍ଯ୍ୟନ୍ତ ଉଠୁନି। ଆଉ ଗୋଟାଏ ସିଟେଇ ଆଉ ଗୋଟାଏ ଏଠେଇ ଯେହେତୁ କୁଣିଆ ଘର ଯାଇଥିଲୁ ଦୋଳିରେ ବସି ନଥିଲୁ ସେଥିପାଇଁ ଆସିକି ପୁଣି ଦୋଳିରେ ବସା ଆରମ୍ଭ ହେଇଗଲା। ପୁଣି ଆଉ ଆସିକି ଆଉ କାଲି ବି ସେତେ ଭିଡ଼ିଓ ହେଇପାରିଲାନି। ଜଷ୍ଟ ଖାଲି ହାଲକା କ୍ଲିପ୍ ଲଗେଇଲେ ଦେଖିଲେ ଆଉ ଅଧିକ ମାନେ ଏତେ ଘୋ ଘାରେ ଆଉ ମନେ ପଡ଼ିଲାନି। ଆଉ ବି ଏତେ ମାଇକ୍ ଫାଇକ୍ ତ ନାହିଁ। ଆଉ କ'ଣ କରିବା ସେଥିପାଇଁ ଭଏସ୍ ଆସିବନି ବୋଲି ସେଥିପାଇଁ ଭିଡ଼ିଓ ହେଇପାରିଲାନି। ମେନ୍ କଥା ହେଲା ମନେ ପଡ଼ିଲାନି। ଆଉ ଏତେ ବୁଲାବୁଲିରେ ଆଉ ମନେ ପଡ଼ିଲାନି। ସେଥିପାଇଁ ଆଉ ଭିଡ଼ିଓ ହେଇପାରିଲାନି। ଖାଲି ଦୋଳି ଖେଳିକି ପଳେଇ ଆସିଲି। ଆଉ ଡାଡି ମୁଁ କ'ଣ କଲି କହିଲ? ମୁଁ ସକାଳୁ ଉଠିଲି, ଦାନ୍ତ ଘଷିଲି, ତାପରେ ଯାଇକି ଖାଇଦେଲି ଜଲ୍ଦି, ତାପରେ ଆସିକି ବସିଲି ପୁଣି ଗରମ ଲାଗିଲା ସେ ନୂଆ ଡ୍ରେସ୍ଟା କାଢ଼ିକି ରଖିକି ଏଇ ଡ୍ରେସ୍ଟା ପିନ୍ଧିକି ଆସିକି ବଇଛି। ସେତେବେଳୁ 10ଟା ବେଳଠୁ ବଇଛି, ଉଠିବାକୁ ନାହିଁ।
10ଟା ବେଳଠୁ ବଇଛି ଏପର୍ଯ୍ୟନ୍ତ ଆସିବାକୁ ମାନେ 12ଟା 1 ହେଲାଣି ତଥାପି ତାର ଦୋଳି ଖେଳ ସରୁନି। ହଉ ଚାଲ ଆମେ ଆସିକି କୁଣିଆରୁ ଆସିକି ଦୋଳି ଖେଳିଲାଣୁ। ଆଉ ଏବେ ଆମେ ଘରକୁ ଯାଉଛୁ। ଘରେ ପହଞ୍ଚିଲେ ଦେଖେଇବୁ ଆଉ ଆଜି କ'ଣ ଆମର ରୋଷେଇ ହେଇଛି ଖାଇ ପିଇକି ତାପରେ ରେଷ୍ଟ ନେବା। କ'ଣ ପିଜୁଲି ଧୋଇଦେଲି। ରେଷ୍ଟ ନଉ ନଉ ସନ୍ଧ୍ୟା ହେଇଗଲି। ରେଷ୍ଟ ନଉ ନଉ ସନ୍ଧ୍ୟା ହେଇଗଲା। ଆଉ ରଜ ପର୍ବ ପାଳନ ହେଇପାରିଲାନି। ଆଉ କ'ଣ କରିବା, ରଜ ପର୍ବ ଏତିକି ରହିଗଲା। ଆଉ ଏବେ ସନ୍ଧ୍ୟା ତ ହେଇଗଲାଣି। ଆଉ କ'ଣ କରିବା, ଶୋଇ ପଡ଼ିଲୁ ଏକାଥରେ ଉଠିକି ସନ୍ଧ୍ୟା ବେଳକୁ ଉଠିଲୁ ଆଉ କିଛି କରିହେଲାନି। ଆଉ ଏବେ ଯେଉଁ ଉଠିକି ଚା ପାଣି ସାରିକି ଏଇଠି ଚାଲିଛି ଆମର ରୋଷେଇ। ଦେଖିଲ ପପାଡ଼ିଲା ମୁଁ ଦହି ଖାଇଲା ମୁଁ ମୋଟର ରଙ୍କୁଣା ହେଇକି ତୁ ରାଜାକୁ ଦେଇଦେ, ରାଜାକୁ ଦେଇଦେ ଯା। ରଙ୍କୁଣାଙ୍କ ଭଳିଆ ହଉଛି। ଆମର ମିଛ ଆଣିବୁ କୋଉଠି ମିଠା ବୋଉ ଦେଇଥିଲା ଯୋଉ ରାଜା ପିନ୍ଧେ। ଆଉ ଏଠି ଚାଲିଛି ଆମର ଆମିଷ ରୋଷେଇ, ମାନେ ରଜ ସଂକ୍ରାନ୍ତିରେ ଆଇଁଷ ତରକାରୀ ହେଉଛି। କାଲି ଯେହେତୁ ରଜ ଆଉ ସଂକ୍ରାନ୍ତି ପଳେଇଲା, ଆଉ ରଜ ତୃତୀୟ ରଜରେ ଆଜି ଆମର ପୁଣି ମାଛ ଜଣେ ଦେଇଛି, ତେଣୁକରି ସେ ଆଉ କ'ଣ ଫୋପଡ଼ା ହବ, ସେଥିପାଇଁ ଆମର ରୋଷେଇ ହେଇଗଲା। ଏଇ ଚୋରଣୀ ଗୋଟେ ଦେଇଛି, ଲିକୁନ ଚୋରଣୀ ଦେଇଛି। ଆଉ ସେଥିପାଇଁ ଆମର ଭଜା ହେଇକି ରଖାହବ, କାଲି ଖିଆ ହବ। ମଟନ ପିଆଜରେ କହିଥିଲି। ରଜରେ ମଟନ ହେଇଥିଲା, କାହାକୁ ଦେଖେଇନି। ଆମେ ଖାଇଲୁ କିନ୍ତୁ ଦେଖେଇଲୁ, କିନ୍ତୁ କାଲି ଆଣିକି ଖାଇବୁ ଦେଖେଇବୁ ଆଉ। ହଉ, ରଜର ମିନିଆ ବ୍ଲଗଟା ଛୋଟିଆ ବ୍ଲଗଟା ରଖିଦେଉଛି। ଭଲ ଲାଗେ।